ମୁଁ ହେଉଛି ପ୍ରସାଦ କୁମାର ପ୍ରଧାନ, ବାଲୁଗାଁ ଏନ୍ଏସିର ଜଣେ ବୁଦ୍ଧିଜୀବୀ। ସରକାର ଯଦି ପଦକ୍ଷେପ ନେବେ ତେବେ ଏଇଟା ତ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କାରଣ ବାଲି ମାଫିଆ ମାନେ ଯେଉଁ ମନ ଇଚ୍ଛା ରେଟ୍ କରିକି ଲୋକଙ୍କୁ ହଇରାଣ ହରକତ କରୁଥିଲେ, ଆଜି ବାଲି ଦିଆହେବନି, କାଲି ବାଲି ଦିଆହେବ, 4 ଦିନ ଛାଡ଼ିକି ଆସ, ସେ ହଇରାଣରୁ ଅନ୍ତତଃ ମୁକ୍ତି ପାଇଯିବେ। ଆଉ ଦ୍ୱିତୀୟ କଥା, ଲୋକମାନେ ସୁବିଧାରେ ସୁଲଭ ଦରରେ ମଧ୍ୟ ବାଲିତକ ପାଇପାରିବେ। ତେଣୁ ସରକାରଙ୍କର ଏହି ପଦକ୍ଷେପକୁ ମୁଁ ବି ସ୍ୱାଗତ କରୁଛି ଜଣେ ବୁଦ୍ଧିଜୀବୀ ହିସାବରେ। ଏଇଟା ତ ବାଲି ମାଫିଆଙ୍କ ପାଇଁ ସରକାରଙ୍କ ତରଫରୁ ଗୋଟେ ଶକ୍ତ ଚାପଡ଼ା ସଦୃଶ ହେବ। କାରଣ ସେମାନେ ଏଇ ପ୍ରାୟ ବାଲିରୁ କୋଟି କୋଟି ଟଙ୍କା କମାଉଥିଲେ, ଯେଉଁ ରେଭିନ୍ୟୁ କି ସରକାର ପାଇପାରୁନଥିଲେ। କିନ୍ତୁ ୟା ଫଳରେ ବାଲି ମାଫିଆଙ୍କର ରୋଜଗାରଟା ବନ୍ଦ ହୋଇଯିବ, ତାଙ୍କ ଦଲାଲି ବନ୍ଦ ହୋଇଯିବ। ସାଧାରଣ ଲୋକଙ୍କଠୁ ଯେଉଁ ସାଧାରଣ ଟାକ୍ସ ଆଦାୟ ହେବ ସେଇଟା ଅନ୍ତତଃ ଆମ ରେଭିନ୍ୟୁକୁ ବଢ଼ାଇବାରେ ସାହାଯ୍ୟ କରିବ। କିନ୍ତୁ ଏଇଠି ମୁଁ ସରକାରଙ୍କୁ ଗୋଟିଏ ଅନୁରୋଧ କରିବି, ଏଇ ଯେଉଁ ସିଷ୍ଟମଟା କରୁଛନ୍ତି ତ ଭଲ ସିଷ୍ଟମ୍, କିନ୍ତୁ ବାଲି ମାଫିଆ ମାନେ ଯେଉଁ ପ୍ରକାର ଆୟ ବହିର୍ଭୂତ ସମ୍ପତ୍ତି ସବୁ ଠୁଳ କରିଛନ୍ତି ଏଇ ଚୋରା ବାଲି ଚାଲାଣ କରିକି, ତେଣୁ ସରକାର ଯଦି ସେଗୁଡ଼ାକୁ ଟିକେ ଦୃଷ୍ଟି ଦେଇକି ଅନୁସନ୍ଧାନ କରିକି ସେ ବାଲି ମାଫିଆଙ୍କର ଆୟ ବହିର୍ଭୂତ ସମ୍ପତ୍ତିକି ଧରିପାରନ୍ତେ, ତାହେଲେ ବର୍ତ୍ତମାନ ଆମ ରାଜ୍ୟର ଯେଉଁ ପ୍ରକାର ଆର୍ଥିକ ପରିସ୍ଥିତି, ସେଥିରେ ଅନ୍ତତଃ କିଛି ରାଜସ୍ୱକୁ ମଧ୍ୟ ଅଧିକ ରୋଜଗାର ଆସିପାରନ୍ତା।